ବିଶ୍ୱ ପ୍ରସିଦ୍ଧ ଆଉ ଆମ ଓଡ଼ିଆମାନଙ୍କର ଗର୍ବ ଗୌରବ ପ୍ରଭୁ ଶ୍ରୀ ଜଗନ୍ନାଥ। ଆମ ଓଡ଼ିଆମାନେ ଯେଉଁଠି ରହନ୍ତୁ ନା କାହିଁକି ସେଠି ଯଦି ଗୋଟେ ଜଗନ୍ନାଥ ମନ୍ଦିର ଆମକୁ ମିଳିଯାଏ ତାଠୁ ବା ବଡ଼ ଖୁସି ଆଉ କେଉଁଠି ଥାଇପାରେ। ସେମିତି ଗୋଟେ ଜଗନ୍ନାଥ ମନ୍ଦିର ଆମ ଓଡ଼ିଆମାନେ ଓଡ଼ିଶାରୁ ଆସି ଏଠି ରହି ଛୋଟ ମନ୍ଦିରଟେ କରି ତାକୁ ପୂଜା କରୁଥିଲେ। ଧୀରେ ଧୀରେ ସବୁ ଓଡ଼ିଆମାନଙ୍କର ମନୋବଳ ଦୃଢ଼ ବିଶ୍ୱାସ ଏହାକୁ ଆଗେଇ ନେଇଯାଇଛି। ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଯୋଗୁଁ ସେ ମନ୍ଦିର ଆଜି ହାଇଦ୍ରାବାଦର ଆଇଡ଼ିଆ ବୋଲାରାମରେ ଅବସ୍ଥିତ ରିଙ୍ଗ ରୋଡ଼ ସାଇଟରେ ଏ ମନ୍ଦିରଟି ନିର୍ମାଣ କରାଯାଇକି ବିଶାଳକାୟ ଜଗନ୍ନାଥ ମନ୍ଦିରରେ ପରିଣତ ହୋଇଛି। ଯାହାକି ଏ ମନ୍ଦିରକୁ ନିର୍ମାଣ କରିବା ପାଇଁ ବୋଲାରାମରେ ରହୁଥିବା ସମସ୍ତ ଓଡ଼ିଆ ମିଶି ଏହାକୁ କରିବାର ସଫଳ ହୋଇଛନ୍ତି। ସଫଳ ହୋଇକି ଦେଖେଇଛନ୍ତି। ଏହା ଏକ ଇତିହାସ ପାଲଟି ଯାଇଛି 12 ବର୍ଷର ଏ ମନ୍ଦିର। ଏବଂ ତା ସାଥିରେ ମନ୍ଦିର ଚାରିପଟେ ନୂଆ ନୂଆ ମନ୍ଦିର ସବୁ ଗଢ଼ି ଉଠିଲେ। ଯଥାର୍ଥରେ କି ଶିବ ମନ୍ଦିର, ଗଣେଶ ମନ୍ଦିର, ପାଖକୁ ଦୁର୍ଗା ମନ୍ଦିର, ଡାହାଣ ପଟକୁ ଶ୍ରୀମନ୍ଦିର ଡାହାଣ ପଟକୁ ରହିଲେ ଜୟ ଶ୍ରୀ ହନୁମାନଙ୍କ ମନ୍ଦିର, ତାଙ୍କ ପାଖକୁ ରହିଲେ ମା ଲକ୍ଷ୍ମୀ। ଆଉ ମନ୍ଦିରର କାନ୍ଥରେ ଓଡ଼ିଶାର ଶିଳ୍ପୀ ଆସି ବହୁତ ସୁନ୍ଦର ମଜାରେ କାରୁକାର୍ଯ୍ୟ ମଧ୍ୟ କରିଛନ୍ତି। ମନ୍ଦିର ଚାରିପଟେ ବରାହ, ଗଣେଶ, ଗରୁଡ଼ ପକ୍ଷୀ ପୂଜା ପାଉଛନ୍ତି। ଆଉ ମନ୍ଦିର ଭିତରେ ସମୁଦ୍ର ମନ୍ଥନ, ସ୍ୱାମୀ ନରସିଂହ ଦେବ, ସଖୀମାନଙ୍କର କାରୁକାର୍ଯ୍ୟ ମଧ୍ୟ କରାଯାଇଛି। ମନ୍ଦିରଟି ବାହାରୁ ଦେଖିବା ପାଇଁ ବହୁତ ଆଟ୍ରାକ୍ଟିଭ ଲାଗେ। ଏହାକୁ ଦେଖିବା ପାଇଁ ହାଇଦ୍ରାବାଦର ଆଇଡ଼ିଆ ବୋଲାରାମ ବାହାରୁ ମଧ୍ୟ ବହୁତ ଲୋକ ଏଠି ଜମା ହୋଇ ଆସିଥାନ୍ତି। ଆଉ ଏଠାରେ ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ମଧ୍ୟ ବହୁତ ଭଲ ଭାବରେ ପାଳନ କରାଯାଇଥାଏ। ଏସବୁ ବାବଦକୁ ଆଇଡ଼ିଆ ବୋଲାରାମର ଜଗନ୍ନାଥ କମିଟି ତଥା କଳିଙ୍ଗ ସେବା ସଂଘର ବହୁତ ହାତ ମଧ୍ୟ ରହିଥାଏ। ଆଉ ମନ୍ଦିରର ପୂଜାରୀ ନନାଙ୍କର ମଧ୍ୟ ବହୁତ ହାତ ରହିଥାଏ। ଆଉ ମନ୍ଦିରରେ ଦିନ 12:30ରୁ ଆରମ୍ଭ କରି ଦିନ 3:30 ପର୍ଯ୍ୟନ୍ତ ଏଠାରେ ଅବଢ଼ା ମଧ୍ୟ ଦିଆଯାଇଥାଏ। କାର୍ତ୍ତିକ ପୂର୍ଣ୍ଣମୀ, ରଜ ସଂକ୍ରାନ୍ତି, ମକର ସଂକ୍ରାନ୍ତି, ବଡ଼ ବଡ଼ ସବୁ ପର୍ବପର୍ବାଣି ମାନଙ୍କରେ ଜଗନ୍ନାଥ ମନ୍ଦିରରେ ଭଲ ଭାବରେ ବଡ଼ ବଡ଼ ଫଙ୍କସନ୍ ମାନ କରାଯାଇଥାଏ। କାର୍ତ୍ତିକ ମାସରେ ଆନୁଆଲ ଫଙ୍କସନ୍ ସହିତ ବହୁତ ବଡ଼ ବଡ଼ ଭୋଜିର ଆୟୋଜନ ମଧ୍ୟ କରାଯାଇଥାଏ। ମନ୍ଦିର ପ୍ରଶାସନ ତରଫରୁ ଆନୁଆଲ ଫଙ୍କସନରେ ବିନା ନିମନ୍ତ୍ରଣରେ ବହୁତ ଲୋକ ମଧ୍ୟ ହୋଇଥାନ୍ତି। ପାଖାପାଖି 12,000ରୁ 15,000 ଲୋକଙ୍କ ପାଇଁ ଖାଇବା ଆୟୋଜନ ମଧ୍ୟ କରାଯାଇଥାଏ। ଜଗନ୍ନାଥଙ୍କ ଆଶୀର୍ବାଦ ଥିବାରୁ ହାଇଦ୍ରାବାଦରେ ରହୁଥିବା ଓଡ଼ିଶାବାସୀ ମନ୍ଦିରକୁ ଆଜି ଇତିହାସରେ ପରିଣତ କରିଛନ୍ତି। 2009-10 ମସିହାରେ ହୋଇଥିବା ଛୋଟ ମନ୍ଦିର
ଆଜି ଏକ ବିଶାଳକାୟ ମନ୍ଦିରରେ ପରିଣତ ହୋଇଛି, ଯାହାକି ତେଲେଙ୍ଗାନା ରାଷ୍ଟ୍ରରେ ରହୁଥିବା ଓଡ଼ିଆମାନେ ଏଠି ଇତିହାସ ପାଲଟି ଦେଇଛନ୍ତି। ଯେଉଁ 8-10ଟି ମନ୍ଦିର ତେଲେଙ୍ଗାନାରେ ଅଛି, ତନ୍ମଧ୍ୟରୁ ଆଡ଼ିଆ ବଳାରାମରେ ଥିବା ଜଗନ୍ନାଥ ମନ୍ଦିର ତନ୍ମଧ୍ୟରୁ ଗୋଟେ ବଡ଼ ମନ୍ଦିର ଅଟେ। ଏତିକି କହି ରହୁଛି। ଜୟ ଜଗନ୍ନାଥ। ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ୍ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।